ମଦରେ ତ ଚାଲିଛି ଓଡ଼ିଶା ସରକାର ରାଜନୀତି କେଉଁଠି କାହାକୁ କମଳ ବାଟେ ନାରୀକି ଜୋତା ସୁଭଦ୍ରା ଦେଲେ ଯୋଜନା ଦେଲେ କାଳିଆ କଲେ ବଳିଆ କଲେ ସବୁ କଲେ ତାଙ୍କ ଯୋଜନା ଆଜି ଚାଲିଛି କେବଳ ସେ ଯେଉଁ ଆପଣଙ୍କର ମଦ ବିକ୍ରି ପଇସାରେ ନହେଲେ ଯଦି ମଦ ବିକ୍ରି ନ ହେବ କେଉଁ କାମ ହେଇପାରିବନି ଏ ଚାଉଳଠୁ ଆରମ୍ଭ କରି ସବୁ ଜିନିଷ ତାରି ଉପରେ ଚାଲୁଛି ଟ୍ୟାକ୍ସ ଯାହା ପାଉଛନ୍ତି ସରକାର ସେୟା କରୁଛନ୍ତି ସେଇଟା ଓଡ଼ିଶାରେ ସମ୍ଭବ ନୁହଁ। ମଦ କିଏ ବନ୍ଦ କରିବ? ମୋହନ ମାଝୀ ବନ୍ଦ କେବେ କରିପାରିବେ କେଉଁ ସରକାର ଆସିଲେ ବି ବନ୍ଦ କରିପାରିବନି ଓଡ଼ିଶାରେ ମଦକୁ କେଉଁ ସରକାର ଆସିଲେ ବି ବନ୍ଦ ଯିଏ ବନ୍ଦ କରିବ ସେ ତା ସରକାରର ପତନ ଘଟିବ। ହଁ ବହୁତ ଘର ଉଜୁଡ଼ି ଯାଉଛି ବହୁତ ବଡ଼ ଘର ଉଜୁଡ଼ି ଯାଉଛି ବହୁତ ଲୋକ ମାନେ ସ୍ୱାମୀକି ସ୍ତ୍ରୀ ଛାଡ଼ି ଦେଉଛି ସ୍ତ୍ରୀ ସ୍ୱାମୀକି ଛାଡ଼ି ଦେଉଛି ବହୁତ ଲୋକ ବେଘର ହେଇଯାଉଛନ୍ତି ଆକ୍ସିଡେଣ୍ଟ ଏଇ କାଲି ଗୋଟେ ପରଦିନ ଗୋଟେ କେସ୍ ହେଲା ଆପଣଙ୍କ ଆକ୍ସିଡେଣ୍ଟ ମରିଗଲା ମଦ ପିଇକି ଯେଉଁ ଲୋକଟା ସାମ୍ନାରେ ସେ ମଦ ଦୋକାନ ସାମ୍ନାରେ କ୍ରସ୍ କରୁଥିଲା ମୁଣ୍ଡ ବାଜିଗଲା ଗାଡ଼ିରେ ଟାଣିଦେଲା ପୁରା ଛତୁ କରିଦେଲା ସେ ମଦ ହଁ ତା ଡେଡ୍ ବଡି ଦେଖିଛୁ ରିପୋର୍ଟଟା ପୁରା ମୁଣ୍ଡ କିଛି ନାହିଁ ମୁଣ୍ଡ ଉପରେ ପୁରା ଚକ୍ ଚକ୍ ମଦ ପଇସା ଏମିତି କାହିଁ ହେବ? ଯେଉଁ ମଦ ପିଇବା ଦ୍ୱାରା ଦୁର୍ଘଟଣା ହେଲା ଆଜ୍ଞା ମଦ ପୁରା ମରେ ମରିବ ଦରେ ଦରିଦ୍ର ହେବ ଆଉ ମଦ ଆଉ କ'ଣ ମଦର ଡେଫିନେସନ୍ ହେଲା ମରେ ମରିବ ଦରେ ଦରିଦ୍ର ହେବ। ରାଜସ୍ୱ ବଢ଼ାଇବାକୁ ଚାହୁଁଛନ୍ତି ମଦ ନ ବିକିଲେ ରାଜସ୍ୱ ବଢ଼ିବନି ଗଜେଇ ଅଫିସ ତ ବନ୍ଦ ହେଇଗଲା ସେଥିରେ ରାଜସ୍ୱ ପାଉଥିଲା ଗଭର୍ଣ୍ଣମେଣ୍ଟ ତେଣୁକରି ମଦ ନ ବନ୍ଦ ହେଲେ ରାଜସ୍ୱ ଚାଲିବନି କୌଣସି କାମ ହେଇପାରିବନି କୌଣସି ଯୋଜନା ସେମାନେ କରିପାରିବେନି ତେଣୁକରି ତାଙ୍କ ଦଳ ହାରିଯିବ ତେଣୁକରି ସେ କରିବାକୁ ବାଧ୍ୟ ମଦ ନିଆଇ ଚାଲିବ ତାକୁ ବନ୍ଦ କରିପାରିବେନି କେଉଁ ସରକାର ଆସିଲେ ବି ବନ୍ଦ କରିପାରିବେନି ରାଜସ୍ୱ କ୍ଷତି ହେବ ନା ବହୁତ କୋଟି କୋଟି ଟଙ୍କା କେବେ କେବେ ବନ୍ଦ କରିପାରିବେନି ସେମାନେ କହିବେ ଖାଲି ଭାଷଣ କେଉଁ କଂଗ୍ରେସ କରିପାରିବନି ନା ବିଜେପି କରିପାରିବନି ନା ଆପଣଙ୍କର ଏଇ ଯେଉଁ ଇଏ ବି କରିପାରିବନି ବିଜେଡ଼ି ବି କରିପାରିବନି ଯେଉଁ ସରକାର ତାର ବିରୋଧ କରିବେ ତା ସରକାରର ପତନ ଘଟିବ। ହଁ 100% ନେତାମାନେ ମ୍ୟାକ୍ସିମମ୍ ମଦ ପିଉଛନ୍ତି ନବୀନ ସାର୍ଙ୍କୁ ଦେଖୁନାହାନ୍ତି ସେ କେମିତିଆ